ପୀତବାସ ପଣ୍ଡା ହତ୍ୟା ମାମଲାରୁ ବିକ୍ରମ ବାଦ୍। ବହୁଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ବଡ଼ ଟ୍ୱିଷ୍ଟ। ହତ୍ୟା ମାମଲାରୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ବାଦ୍। ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛି ପୋଲିସ। ବିଏନ୍ଏସ୍ ଦଫା 103ରୁ ବାଦ୍ ପଡ଼ିଛନ୍ତି ବିକ୍ରମ ପଣ୍ଡା। ଅପରାଧିକ ଷଡ଼ଯନ୍ତ୍ର ପାଇଁ ତାଙ୍କ ବିରୋଧରେ ଲାଗିଛି ଦଫା 111। ସେହିପରି ଏହି ହାଇ ପ୍ରୋଫାଇଲ୍ ହତ୍ୟା ଘଟଣାରେ ଜଡ଼ିତ ଥିବା 14 ଜଣଙ୍କ ବିରୁଦ୍ଧରେ ଲାଗିଥିବା ହତ୍ୟା ଦଫା ହଟାଯାଇଛି। ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବଶଙ୍କର ଦାସ, ମଳୟ ବିଶୋଇ, ମଦନ ଦଳେଇଙ୍କ ନାଁକୁ ବି ହତ୍ୟା ଦଫାରୁ କାଟି ଦିଆଯାଇଛି। ହତ୍ୟା ଦଫା ବଦଳରେ ସଂଗଠିତ ଅପରାଧ ଷଡ଼ଯନ୍ତ୍ର କରିଥିବା ନେଇ ଲାଗିଛି ବିଏନ୍ଏସ୍ ଦଫା 111। ଅର୍ଥାତ୍ ଏମାନେ ହତ୍ୟା ଷଡ଼ଯନ୍ତ୍ରକାରୀ ଥିଲେ ମଧ୍ୟ ସିଧାସଳଖ ହତ୍ୟା କରିନଥିବା କଥା କୁହାଯାଇଛି। ହତ୍ୟା ପାଇଁ ଲାଗୁଥିବା ବିଏନ୍ଏସ୍ ଦଫା 103 କେବଳ 2 ସୁଟର ଗୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାଁରେ ଲାଗିଛି।